ରାମାୟଣ ମୋ ଜ୍ଞାନୀ ମଣ୍ଡଳୀ 5 ଜଣଙ୍କୁ ମୁଖ୍ୟ ଭାବରେ ନିଆଯାଇଛି। ସେ 5 ଜଣ କିଏ କିଏ? ପଣ୍ଡିତ ଦିଗମ୍ବର ପରିଡ଼ା, ପରିଡ଼ା ପୁରୀ ଜିଲ୍ଲା ଗୋପ ବ୍ଲକ ନାଗପୁର ଗାଁ ପାଲା ଯେତେ ହବ ଆଜ୍ଞା ସେ ମହୋଦୟ ଯାଇ ବସିଥିବେ, କେହି ଜାଣିପାରିବେନି କହିପାରିବେନି ଇଏ ଜଣେ ପଣ୍ଡିତ ବୋଲି। ଆଜ୍ଞା ଆଜ୍ଞା ଭଗବାନ ରୂପ ବି ତାଙ୍କୁ ଦେଇନାହାନ୍ତି। ନା ଖୁଣ୍ଟିକି ଆଉଜିକିରି ପାଲା ଶୁଣୁଥିବେ, ପାଲା ବାଲାଙ୍କୁ କିଛି କହିବେନି, କାହାକୁ କିଛି କହିବେନି। ନା ମତେ ମୁଁ ଏବେ ଆସୁଛି ବାଟରେ ଜଣେ ଯାଇ ଭାଇ ପଚାରୁଥିଲେ, ଆଜ୍ଞା ମୁଁ କହିଲି ଭାଇ ମୋ ମୁଣ୍ଡଟା ବର୍ତ୍ତମାନ ଅଲଗା ଦିଗରେ, ତମେ କାଲି ଆସ। ସେ କହିଲେ ଆଗକୁ କଣ ଆସିବି? ମୁଁ କହିଲି ତମେ ଆସିବନି ଆଉ ପଚାରିବ କେମିତିଆ? ଦିଗମ୍ବର ପରିଡ଼ା ବସା ଘରକୁ ଯିବେ, କହିବେ ଧନ ଏଇଠି ଏ କଥା ଠିକ ହେଇଥାନ୍ତା, ଏଇଠି ଏ କଥା ଭୁଲ ହେଇଗଲା। ତା ହଉଛି ପଣ୍ଡିତ ମାନଙ୍କର ମତ। ଆତ୍ମାବତ ସର୍ବଭୂତେଷୁ ଜ ପଶ୍ୟାତି ସ ପଣ୍ଡିତ। ହେ ସଜ୍ଜନ, ଆମେ କେହି ବ୍ରହ୍ମା ନୁ, ନା ମୋ ଭାଇନା ନା ମୁଁ ନା ଆମେ ପାଲାବାଲା ଯେତେ, ଆଜ୍ଞା ଆମେ ଜଣେ ଜଣେ ସଂଗ୍ରାହକ। ଆଉ? ଯାହା ସଂଗ୍ରହ କରିଛୁ ଆପଣମାନଙ୍କ ଆଗରେ ଉପସ୍ଥାପନ କରୁଛୁ। କିଛି ପ୍ରତୁପପର୍ଣ୍ଣି ମସ୍ତିଷ୍କ ନେଇ ଆପଣମାନଙ୍କୁ କିଛି ଭିନ୍ନ କଥା କହିବାର ବେଳେ ବେଳେ ପ୍ରୟାସ ଜାରି ରଖିଛୁ। ଆମେ କେହି ପଣ୍ଡିତ ନୁହଁ, ଆମଠୁ ଅଧିକ ଜାଣିବା ବାଲା ହଉଛନ୍ତି ଆପଣମାନ। ସେଇଥିପାଇଁ ବୋଧେ ହୁଏ ଜଗନ୍ନାଥ ଦାସ ଭାଗବତରେ କହିଲେ ଶ୍ରୋତା ହଉଛି ଆଜ୍ଞା ବଡ, ବଡ ବକ୍ତା ବଡ ନୁହଁ ଆଜ୍ଞା। ନାଇଁ ନାଇଁ ଶ୍ରୋତା ଯଦି ଠିକ ହେଲେ, କାଲି ଭାଇନା କହିଲେ ମୋ ଥାକୁକୁ କେହି ରହିଲେନି, ଆଉ ତମେ କଣ ପାଲା ଗାଉଛ ତମ ଥାକୁ କିଏ ରହିବେ? ଆଜି ଦେଖିଲେ ଯୁଆଡେ ଦେଖିବେ ପରିପୂର୍ଣ୍ଣ। ତାହେଲେ ଆଜ୍ଞା ଶ୍ରୋତା ବଡ ମୁଁ କହୁନି ଆଜ୍ଞା, ଜଗନ୍ନାଥ ଦାସ କହିଛନ୍ତି ଶ୍ରୋତା ବକତା ଯେ ପଚାରେ ତିନି ଜଣ ଜାତି ତରି ତିନି ଜଣ ଜାତି ତରି ତିନି ଜଣ ଜାତି ତରି ଯାହା କହିବ ତାର ଗୋଟେ ପ୍ରାମାଣିକ ତଥ୍ୟ ଦବ। ପ୍ରମାଣ ନଥିଲେ ପାଲା ନାହିଁ। ଆମେ ପାଲା ବାଲା କଣ ବ୍ରହ୍ମା? ଆମେ ଯାହା କହିଦବୁ ଆପଣ ରାତି ଅନିଦ୍ରା ହେଇ ମୋ ସାର୍ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ଆପଣ ମାନେ ଶୁଣିବେ? କାହିଁକି ଶୁଣିବେ? ଆମେ କୋଉ ପୁରାଣରୁ କହୁଛୁ ତା ପ୍ରମାଣ। ଆଜି ଯୋଉ ବିଷୟ କହିଲ ଏଇଟା କୋଉ ପୁରାଣରେ ଅଛି, ମୁଁ ଏଇନା ତମ କଥା ଦେଖିବି। ର ସଜ୍ଜନ ଶ୍ରୋତା ବକତା ଯେ ପଚାରି, ପ୍ରଥମ ହଉଛନ୍ତି ଶ୍ରୋତା। ଶ୍ରୋତା ଯଦି ଠିକ ରହିବେ, ବକ୍ତା ଟିକିଏ ଆଗକୁ ଯାଇପାରିବନି, ଟିପେ ଯାଇପାରିବନି। ଆପଣ ମାନେ ହଉଛନ୍ତି ମହାନ, ଆପଣ ନଥିଲେ ପାଲା ଆମେ ଗାଆନ୍ତୁ। ସେ ସାର୍ ଡାକନ୍ତନି, ଆସନ୍ତୁ ସାଡେ ଆଜ୍ଞା ଖାଦ୍ୟ ହେଲାଣି ଆପଣ ପଳେଇ ଆସନ୍ତୁ। କିନ୍ତୁ ହେ ଜ୍ଞାନୀ ମଣ୍ଡଳୀ, ଶ୍ରୋତା ଯଦି ଠିକ ରହିବେ ପାଲା ଚାଲିବ। ଆପଣ ମାନଙ୍କୁ ନମ୍ର ନିବେଦନ କରୁଛି, ଆପଣ ମାନେ ଗୋଟାଏ କଥା ମୋ ସ୍ୱରରେ କହିବେ, ଯେତେ ଦିନ ଆପଣ ମାନେ ରହିବେ ପାଲା ରହିବ। ଏ ପଣ୍ଡୁଶ୍ୱର ଗାଁର ସମସ୍ତ ଜ୍ଞାନୀ ଗୁଣୀ ପଣ୍ଡିତ ମାନଙ୍କୁ ନମ୍ର ନିବେଦନ କରୁଛି। ମୋ କକେଇ ଚାଲିଗଲେଣି ଲକ୍ଷ୍ମଣ ପରିଡ଼ା, ମୁଁ ତାଙ୍କୁ କକେଇ ବୋଲି ଡାକେ। ମୋ ଗୁରୁଙ୍କୁ ସେ ଭାଇ ଡାକୁଥିଲେ। ଆପଣ ମାନେ ଗୋଟିଏ ଗୋଟିଏ ଉଦ୍ଦେଶ୍ୟରେ ନୁହଁ, ଏ ପାଲା ମଞ୍ଚ କରିଛନ୍ତି ସମସ୍ତଙ୍କ ସ୍ମୃତି ପାଇଁ। ଆଉ କିଏ ମନେ ପକାଉଛି ଲକ୍ଷ୍ମଣ ପରିଡ଼ାଙ୍କୁ? ଆଜ୍ଞା ଆମେ ପାଲାବାଲା ଆସଛୁ, ଆପଣ ମାନଙ୍କୁ କିଛି ଦିନ ମନେ ପକେଇବୁ। ଜ୍ଞାନୀ ମଣ୍ଡଳୀ କାଲି ଉପରେ ଆପଣ ମାନଙ୍କୁ କହୁଥିଲି, ଆପଣ ହାତ ଟେକି ହରିବୋଲ ଦେବେ, ଆମେ ମାନେ ପଦ୍ଧ ପରିକର। ସାର୍ ଆପଣଙ୍କୁ ପ୍ରଥମେ କହିବି, ଆମେ ଯେତେ ଦିନ ଅଛୁ ଏ ପାଲା ମଞ୍ଚ ରହିବ, ସର୍ବେ ବୋଲନ୍ତୁ ଆନନ୍ଦେ ଗୋବା। ଗାଁର ମଙ୍ଗଳ ହବ କେମିତି? ନା ହରିବୋଲ ପଡିଲେ, ହୁଳହୁଳି ହେଲେ, କରତାଳି ହେଲେ, ହରିବୋଲ ହେଲେ ଭଗବାନ ରହିବେ। ସଜ୍ଜନ କାହିଁ ଏ କଥା କହୁଥିଲି? ଆପଣ ମାନେ ଏଯାବତ ଶୁଣୁଥିଲେ ଭଗବାନ ରାମଙ୍କ କଥା। ରାମ ଜଣେ ହୁଅନ୍ତୁ ବା 3 ଜଣ ହୁଅନ୍ତୁ ବା 1000 କଥା ତାରକ ମନ୍ତ୍ରରେ କୁହାଯାଇଛି, କିନ୍ତୁ ପ୍ରକୃତରେ କାହିଁ ଏ କଥା କୁହାଯାଇଛି? ଯଦି ରାମ 3 ଜଣ ନୁହଁ ଜଣେ ବୋଲି କହିବା, ସେ ହଉଛନ୍ତି ଦଶରଥଙ୍କ ପୁଅ। ଯୋଉ ଦିନ ଦଶରଥ ଶ୍ରବଣ କୁମାର ମାରିଲେ, ଯୋଉଦିନ ବଶିଷ୍ଠ ଶ୍ରବଣ କୁମାର ବଧ କଲେ, ଗୁରୁଙ୍କ ପାଖକୁ ଗଲେ ବୁଝିବା ପାଇଁ, ମୁଁ ଗୋଟେ ବ୍ରହ୍ମହତ୍ୟା ପାତକ କରିଛି। ସେଦିନ ଗୁରୁ ନଥିଲେ, ବାମଦେବ ଥିଲେ। ବାମଦେବ କହିଲେ ଦଶରଥ କୁଆଡେ ଆସିଛ? ନା ଗୋଟେ ବ୍ରହ୍ମହତ୍ୟା ପାତକ କରିଛି, ଜଣେ ଋଷି ପୁତ୍ର ମାରିଛି। ନା ରାମ ନାମ 3 ଥର ତୁମେ ଏଠାରେ କରୁଥିବ ଯେ ଗାୟନ। ସେତେବେଳେ ପରା ପଣ୍ଡିତ ମଣ୍ଡଳୀ ଜମି ନଥିଲେ ଶ୍ରୀରାମ। ବାମଦେବ କହିଲେ ଏଇଠି ବସି, ହଁ ଯା ଗୋକୁଳି ଆସିବୁ, ଆଣିଥବୁ ମୁଁ ଯାହା କହିଛି।
मोर बत्ती परिचित आज्ञा दी जन बंधु आज आसते 20 वर्ष तले ये गोकुल बाबू जी चाकरी कर आज आम पाला जगतर थिला आउ आनंद जी ढुम्फा संगीत बोलिला बेले मो बड़ बाबा आपण मानकर ये खंडपड़ार गायक सामंत प्रफुल्ल चंद्र षडंगी महोदयंकर मेलरे सहकर्मी भाव जी डुम्फा संगीत सहित बोलती ए आज मु चिन्ह पार्लिनी से हठात जाई आम बसारे हौ 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 मुझे तू आसबू काली से हसी देची कहला कौन आनिबी कौन मु कहली कौन तू आउ आनिबू सजन वृंद ए हूँ बंधु आ मिठार कथा मिठा मिठा कथा दीपद न कहले हबो ताहले ज्ञानी मंडली वामदेव कहले कहले हे राजा दशरथ तमे एठारे 3 थर बसी राम नाम कुह सेते बेले राम ठाकुर तो जन्म ही नथिले को राम नाम कहिबा पई जे वामदेव टी कहिले दशरथ बसी राम राम बाबू उच्चारण परा कले दशरथ 3 थर राम नाम कहले परवर्ती पर्याय पहुंचले वशिष्ठ कहले अरे वामदेव एगुड़ाक सब कौन ना राजा दशरथ आनी एगुड़ाक गुरुद्वार को आनी ना कहीं आसते ना से मारते गोटे ब्रह्म हत्या दोष करते ना तमें कौन कहल ना 3 थर राम नाम कहले कहले हे हे तमें कौन कल राम नाम ये अमर्यादा हला कहले थर टे राम नाम कही जी पुण्य होता तमे राम नाम महात्मा जानी ना अमर्यादा कलो ए ज्ञानी मंडली आउ गोटाए कथा मन पकाउछि दशरथ शनि सहित युद्ध करने जेते बेले आकाश को जाइथिले रथ भांगी गला आकाश रु तले पडुछंती एतिकी बेले रे पंडित मंडली जणे पक्षी वीर थिला दशरथ को जे पक्ष विस्तार करी उद्धार होइला जड़े पक्षी थिला जार नाम जटायु बोली आपण मान जानती रामायण पक्ष विस्तार करी रखिला आकाश रु खसी पडुचंती दशरथ तले थोई देला बिंज बेजन कला बिंचिला पानी छिंचिला पचारिला आपण किए से कहले मु दशरथ चमकी पड़िला पक्षी वर जटायु काई चमकिला कहला काई की चमकिलो ना सत्य करो मु कहिबी सत्य न कले मु कहिबी ना आपण मानकर सही संत कवि भीम बई भाई ना सुन पाला केमिति हुए पालार मार्ग जानु न खाली घोषवंत बलवंत भलिया गाउछ पालार मार्ग केमिति अछि देख हां कहला सत्य रे मरिबी सत्य रे तरिबी एई आज्ञा मते बोले भीम भई अमर्त्य मंडल दश ये स्वरटा पकई दउची बोली तांको मुंडो खराब ये स्वर को काटिगिरी केमिति आ जिबे बाटो पाउना मत कहउछन ए स्वर काई बारंबार पकौछ हां र सज्जन सेदिन पक्षीवर जटायु कहले सत्य कले कहिबी सत्य कले राजा दशरथ कौन कहले कहला जा न जाई पर बचन न जाई श्री राम जय राम रघुकुलारी सदा चली आई संकट मोचन जय हनुमान कहले कह ना तुमरी वंश रे जन्म होवे श्री राम ताले जटायु केमिति जानिले अंक वंश रे जन्म होवे बहिला पातकी कवि हेले कवि मंजुळ कृष्ण प्रसाद बसु हां एतिकी पाला सिकिले होबो ना खाली कथा कहिगिरी पेली ठेलिगिरी आगु को जाउछ जटायु केमिति जानिले र सिए ना कला तमे ता पछपटे डेइलो तम ना हेगला सियाडे कहू नै कथा सिका रही जा तमर कोन दक्षता अछि तमे देखौ न पर कथा कांगे एठी पड़िबो मु कहिबिनी ते माने को ना र कहले मु मो भाई की पचारिली कहले तम बड़ भाई किए कहले अरुण मो ज्येष्ठ भ्राता अरुण मो ज्येष्ठ भ्राता मेरी बिना सोता है ताहर को जोता है छिली दीने मरी विकी माने मो भाई अरुण को दिने पचारि अरुण किए सूर्यंकर थर सारथी
ଯେତେ ପୁରାଣ ଲେଖା ହେଇଛି ରାମାୟଣ ଲେଖା ହେଇଛି ଆଜ୍ଞା ଜଣେ ହଉଛନ୍ତି ବକ୍ତା ବକ୍ତା ସାର୍ ଆଉ ଜଣେ ହଉଛନ୍ତି ଶ୍ରୋତା ଶ୍ରୋତା ସବୁଠି ଦିଆ ହେଇଛି ହଁ। ରାମାୟଣରେ ବକ୍ତା ଶ୍ରୋତା ବି ଅଛନ୍ତି ହଁ ହଁ ପ୍ରଥମେ କହିଛନ୍ତି କିଏ କହୁଛନ୍ତି ସଦାଶିବ ଶୁଣ ଭଗବତୀ କହୁଛନ୍ତି ସଦାଶିବ ଶୁଣ ଭଗବତୀ କହୁଛନ୍ତି ଭଗବାନ ଶଙ୍କର ହଁ। ଶୁଣୁଛନ୍ତି ମା ପାର୍ବତୀ ପାର୍ବତୀ କଣ କଣ ପଚାରିଲେ ମା ପାର୍ବତୀ ତମେ କାହାକୁ ଜପୁଛ ହଁ। ନା ମୁଁ ରାମକୁ ଜପୁଛି ନା ରାମ କିଏ କିଏ ନା ଏ ବିଶ୍ୱର ମାଲିକ ଯିଏ ତାଙ୍କ ନାଁ ହଉଛି ରାମ ତମେ ପରା ବିଶ୍ୱର ମାଲିକ ଦେବଦେବ ମହାଦେବ ଆରେ ନା ଆଉ ମମାତ୍ମେବ ମହାଦେବ ମଦ ଗାତ୍ର ସମ୍ଭବ ୟଶ ମମ ଭ୍ରାତା ଚ ପଶ୍ୟାମି ଶୃଣୁ ନାରଦ ଭଗବାନ କହିଛନ୍ତି ହରିହର ଏକ ଆତ୍ମା ଗୀତାରେ କୁହାଯାଇଛି ଇଏ କହିଲେ ମୋର ଆତ୍ମା ହଉଛନ୍ତି ଭଗବାନ ରାମ କହିଲେ ରାମ କିପରି ଦେଖିବି କୈଳାସ କନ୍ଦରରେ ଇଏ କପିଳାସ ପାହାଡ ଉପରେ ଭଗବାନ ଶଙ୍କର କହିଲେ ମା ପାର୍ବତୀ ଶୁଣିଲେ ଜ୍ଞାନୀ ମଣ୍ଡଳୀ ତାହା ହେଲା ରାମାୟଣ ରାମାୟଣ ବାପା ମାନେ ମୋ କହିବାର ଉଦ୍ଦେଶ୍ୟ କଣ? ତାହେଲେ ରାମ ତ ଏତେବେଳେ ଜନ୍ମ ହେଇନଥିଲେ ଆଜ୍ଞା ଇଏ ମାନେ ରାମ ଶବ୍ଦ ପାଇଲେ କୋଉଠୁ ହଁ ଏ କଥା ଦ୍ୱିତୀୟ କଥା ଛାଡନ୍ତୁ ସେ କଥା ହଁ ସୀତା କେତେ ଜଣ ସୀତା ସାରେ ଜଣେ ପରା ସୀତା ଜଣେ ସାର୍ ଆପଣ ଆମ ବାପ ବୟସର ସବୁ ଲୋକ ଏତେ ଜ୍ଞାନୀ ପଣ୍ଡିତ ମଣ୍ଡଳୀ ବସିଛନ୍ତି ହଁ ରାମଙ୍କ ବିଷୟରେ ପ୍ରଥମ ଦିନ ଅଳ୍ପ ଟିକେ ସୂଚନା ଦେଇଥିଲେ ଭାଇନା ହଁ ହଁ ମୁଁ ଆଜି ଆପଣମାନଙ୍କୁ କିଛି ସମୟ ନେଇଗଲେଣି ରାମାୟଣ ଉପରେ ବା- ରାମ ଉପରେ ହଁ ହଁ ସୀତା କେତେ ଜଣ ସୀତା ଆଜ୍ଞା ବାହାରିବେ ଅନେକ ସେମିତି କହିଲେ କେତେ ସୀତା ଆମ ଗାଁରେ 6 ଜଣ ଅଛନ୍ତି ଆଜ୍ଞା କିଏ କିଏ ସାରେ ବଇଁସାନ୍ଦ୍ରା ଝିଅ ଗୋଟେ ହେ, ବନ୍ଦ କରେ ପାଣୁଆ ଝିଅ ଗୋଟେ ତୁ ଏମିତି କଥା କହିବୁ ମୁଁ ଜାଣିଛି ଆଉ। ବାବୁ ମାନଙ୍କର ସମୟ ନଷ୍ଟ ହବ ରାମାୟଣରେ ବାବୁ 4 ଜଣ ସୀତା ଅଛନ୍ତି ଏବେ ରାମାୟଣରେ 4 ପ୍ରକାର ସୀତାଙ୍କ କଥା କୁହାଯାଇଛି ସାରେ ରାମାୟଣରେ ଜଣେ ସୀତା ଆଜ୍ଞା କିଏ ସେ ଦିଗା ସୀତା ହଉଛି ରାମାୟଣରେ ସୀତା ହଉଛନ୍ତି 4 ସାରେ 4 ଜଣ ସୀତା ରାମାୟଣରେ ପ୍ରଥମ ସୀତା ହଁ କିଏ ତା ବାପା ନା କଣ ତା ବାପା ନା ଜନକ ତୁ ପୁରା କେଦିନ ଲକ୍ଷଣ ରୋଲ କରୁଥିଲୁ ରେ ସାରେ ଏବେ ବି ମୁଁ ବଞ୍ଚିଛି ଲକ୍ଷ୍ୟ ଆରେ ଏଇଟା ଦାସ ଭାଇନାଙ୍କୁ କହିଲେ ଭଲ ଲାଗିବ ଆଉ ସେ ସେଇ ପ୍ରକାରିଆ ଗାୟକ ସେ ସେତିକି କହିବେ ହଁ ସବୁ ପାଲା ବାଲା ମୁଁ କହିବିନି ସେ କଥା ନାଇଁ, ନାଇଁ। ଅନେକ କହନ୍ତି ଆଜ୍ଞା ତାଙ୍କ ବାପାଙ୍କ ନାଁ ହଉଛି ଜନକ ସାରେ କଥା କହୁଛନ୍ତି କାନ ଛାଡି ଦଉନାହାନ୍ତି ଦିଆଡେ ଅଡୁଆ ହବନି ର ଆଜ୍ଞା ସାର୍ ମାନେ ଭାଇମାନ ତାଙ୍କ ବାପାଙ୍କ ନାଁ କଣ ଜନକ 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 ସତରେ ଆମ ଗାଁ ରୂପେଲେଙ୍କା ହଉଛି ସେ ପାଠ କରୁଛି ର ସାର୍ ନାଇଁ କଲେଣି ସାର୍ ନାହିଁ କହିଲେ ତାଙ୍କ ବାପାଙ୍କ ନାଁ କଣ ର ସାର୍ ଆଉ ଟିକେ ଆଗକୁ ଗଲେ ହେରି ହଁ 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 ସତରେ ତାଙ୍କ ବାପାଙ୍କ ସତରେ କଣ ଜନକ ଆଉ ହାଁ? ନା ଟିକେ ବୁଲିଗଲେ ଆଉ ଟିକେ ମନେ ପକେଇ ଦିଅନ୍ତୁ ଆଉ ଟିକେ ମନେ ପକେଇ ଦିଅନ୍ତୁ ବୁଲିଗଲେ ଟିକେ ର ବହି ହେଲା ଅଧ୍ୟାତ୍ମିକ ରାମାୟଣ ଆପଣ କହିଦିଅନ୍ତୁ ଅଧ୍ୟାତ୍ମ ରାମାୟଣରେ ଲେଖା ହେଇଛି ଜନକ ହଉଛି ଏକ ସାଙ୍ଗିଆ ଟାଇଟେଲ ପୁଣି ମନେ ପଡିଲାନି ଆଉ ଥ୍ୟାଙ୍କ ୟୁ ହେଲା କେତେ ସମୟ ପରେ ହଉଛି ର ଶ୍ଲୋକ ମୁଁ କହୁନାହିଁ ଆଜ୍ଞା ନା ଆଉ ଗୋଟିଏ ଆପଣ ମାନଙ୍କର ଶ୍ରୀମଦ୍ ଭଗବତ ସଂସ୍କୃତ ଭାଗବତରେ ବ୍ୟାସ ଏ କଥା କହିଛନ୍ତି ବ୍ୟାସ ତାଙ୍କ ନାଁ ହଉଛି ଶିରୋଧ୍ୱଜ ଜନକ ଶିରୋଧ୍ୱଜ ଜନକ ତାଙ୍କ ଭାଇଙ୍କ ନାଁ ହଉଛି କୁଶଧ୍ୱଜ ଜନକ ଜନକ ୟାଙ୍କର 2ଟା ଝିଅ ତାଙ୍କର 2ଟା ଝିଅ ଦିଟା ଝିଅ 4ଟା ଝିଅ 4 ଭାଇଙ୍କୁ ପ୍ରଦାନ କରାଯାଇଛି କରାଯାଇଛି ତାହେଲେ ୟାଙ୍କ ନାଁ ନା କଥା କହିବି ଏ ସନା ହୁଏ ନା ଭଳିଆ ଆଉ ଆମେ ଯାହା କହୁଛୁ ଶ୍ଲୋକ ତସ୍ୟ ଶିରୋଧ୍ୱଜ ଯଜ୍ଞେ ଯଜ୍ଞାର୍ଥେ କଷଣ ମହି ସୀତା ଶିର ବ୍ରଜୁ ଜାତା ତସ୍ମାଦ ଶିରୋଧ୍ୱଜ ଶ୍ରୁତ୍ୱା ସନା ଭାଇନା ଶୁଣ କହୁଥିଲ ଜନକ ସୀତା
ସୀତାଙ୍କ ବାପା ନାଙ୍କ ନାଁ ହଉଛି ଶିରୋଧ୍ୱଜ ଜନକ। ଶିରୋଧ୍ୱଜ ତାଙ୍କ ୟାଙ୍କର 19 ବଂଶ ପୂର୍ବେ ଆପଣ ମାନେ ପାଇବେ ସେ ବହିରେ ଜନକଙ୍କର 19ଟା ପିଢି ପୂର୍ବରୁ ଜଣକ ନାଁ ଥିଲା ଜନକ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ନାଁ ଗୁଡା ଗଡି ଗଡି ୟାଙ୍କ ନାଁ ହଉଛି ଶିରୋଧ୍ୱଜ ଜନକ। ର ସୀତାଙ୍କର ନାଁ କେତେଟା? କେତେଟା କଣ? ଗୋଟାଏ ତ ନାଁ ସୀତା ଆଉ 6ଟା ନାଁ ମା ସୀତାଙ୍କର। ସାରେ ଜଣେ ସୀତା ତା ନାଁ 6ଟା ପୁଣି ନା 6ଟା ନାଁ ମା ସୀତାଙ୍କର। ମୁଁ କହୁନି ବୈଦେଶ ବିଳାସ କହୁଛନ୍ତି। ଦେଖି ପ୍ରମାଣ କହିଲେ ମୁଁ ବୈଦେଶ ବିଳାସ ବୋଲିବି। ଆରେ କଣ ତମର କାହିଁ ବେଳେ ବେଳେ ମୁଣ୍ଡ ଏମିତି ହଉଛି? ର ବୈଦେଶ ବିଳାସ 52 ଛାନ୍ଦ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭଞ୍ଜ ରାମାୟଣ ବୈଦେଶ ବିଳାସ ଆଦ୍ୟ ଅକ୍ଷର ବ ଆସୁ ଆସୁ କଲା ବୁଝିବା ଅତି ସହଜେ କହିଥେବି ଯେ ହୁଗୁଳା ନଥବ କି ତମେ ଯାଇକିରି ଖିଲ କୋଉଠି ବାଡେଇବ। ବହେ ଷଢ ନାମ ସେ ଯେ ବୁଝିବା ଅତି ସହଜେ ବୈଦେହୀ ବିଦେହରୁ ବୈଦେହୀ ବୈଦେହୀ ମୈଥିଳି ମିଥିଳାରୁ ମୈଥିଳି ବୈଦେହୀ ମୈଥିଳି ଜାନକୀ ଜନକ ଅପତ୍ୟ ଅର୍ଥରେ ଜାନକୀ ବୈଦେହୀ ମୈଥିଳି ଜାନକୀ ପାର୍ଥିବୀ ପୃଥିବୀ ସମ୍ଭୂତା ପାର୍ଥିବୀ ଯୋଜନ ଗନ୍ଧା ଯୋଜନ ଯାଏ ଯାହାଙ୍କର ଶରୀରର ଏ ବାସନାଟା ଆଜ୍ଞା ଯାଉଥିଲା। ସୀତା ଶୀତ ଅଗ୍ରୁଜାତ ସୀତା ଶୀତ ତସ୍ୟ ଶିରୋଧ୍ୱଜ ଯଜ୍ଞେ ଯଜ୍ଞ କରିବା ପାଇଁ ଶିରୋଧ୍ୱଜ ରାଜା ଭୂମି କର୍ଷଣ କରୁଥିଲା ବେଳେ ଶୀତ କହିଲେ ଲଙ୍ଗଳ ଅଗ୍ରରୁ ଇଏ ଯୋଉ କଥା ଆମ ସାର୍ କହୁଥିଲେ ପେଡି ଭିତରୁ ବାହାରିଲେ ଯିଏ ହେଉଛନ୍ତି ମା ସୀତା। ପଣ୍ଡିତ ମଣ୍ଡଳୀ ପୀର ଦରବାରେ ନ୍ୟାୟଟି କର ରଚନା ସତ୍ୟ ଯୁଗେ ଗୋଟେ ଝିଅ ଜନ୍ମ ହେଲା ଜଳରୁ ସତ୍ୟ ଯୁଗରେ ସମୁଦ୍ର ମନ୍ଥନ ହେଲା। ସମୁଦ୍ର ମନ୍ଥନରୁ ଜାତ ହେଲେ ଆପଣ ମାନଙ୍କର କିଏ ନା ମା ଲକ୍ଷ୍ମୀ ଠାକୁରାଣୀ ଯାହାଙ୍କୁ ନାରାୟଣ ବିବାହ କଲେ କହିଲା କ୍ଷିତିଆ ପତେଜ ବ୍ୟମ ମରୁତ ପଞ୍ଚଭୂତରେ ଶରୀର ପ୍ରକାଶ ଏମିତିଆ ପାଲା ବୋଲିଦବ। କ୍ଷିତି କ୍ଷିତି କହିଲେ ପୃଥିବୀ ପୃଥିବୀରୁ ଜନ୍ମ ହେଲେ ସୀତା କ୍ଷିତି ଆପ ଆପ କହିଲେ ଜଳ ଜଳରୁ ଜନ୍ମ ହେଲେ ମା ଲକ୍ଷ୍ମୀ ଠାକୁରାଣୀ କ୍ଷିତି ଆପ ତେଜ ତେଜ କହିଲେ ଅଗ୍ନି ଅଗ୍ନିରୁ ଜାତ ହେଲେ ଆପଣଙ୍କର ଯାଜ୍ଞସେନୀ ଦ୍ରୌପଦୀ କ୍ଷିତି ଆପ ତେଜ ବ୍ୟମ ଆଉ ମରୁତ। ଦିଟା ପ୍ରଶ୍ନ ଯେ ତମ ପାଇଁ ଏବେ କାଲି ପାଇଁ ଯେ ରହିଲା ଏବେ ଦୁଇ କଥା କହିବ ଲକ୍ଷ୍ମୀଙ୍କ ପାଇଁ ଲକ୍ଷ୍ମୀ ପୁରାଣ ସୀତାଙ୍କ ପାଇଁ ରାମାୟଣ ଜାନକ ଦ୍ରୌପଦୀଙ୍କ ପାଇଁ ମହାଭାରତ। ସେମିତି ଆଉ ଦିଟା ଝିଅଙ୍କ ନାଁ କହିବ ଦିଟା ବହି ତାଙ୍କର କହିବ। ପବନରୁ ଗୋଟା ଝିଅ ଜନ୍ମ ହବ ଆକାଶରୁ ଗୋଟା ଝିଅ ଜନ୍ମ ହବ। ଦେଖିବା ଆମ ସମାଜରେ ପାହାଡ ପଣ୍ଡିତ ଜନ୍ମ ଦେଇଯିବ ଆମ ସାହିତ୍ୟରେ ନଦୀ ପରା ଏବେ ଜନ୍ମ କରିଅଛି। ଆମ ସାହିତ୍ୟ ଆମ ରାମାୟଣ ଆମ ପୁରାଣ ଏତିକି ବାଟରେ ମୋ ଜ୍ଞାନୀ ମଣ୍ଡଳୀ ଅଛି। ପାର୍ବତୀ ଜନ୍ମ ହୋଇଛନ୍ତି କୋଉଠୁ? ପାହାଡ ଅସ୍ତୁତର ଦିଶି ଦେବତା ଶ୍ଲୋକ ବୋଲୁଛ ବ୍ରାହ୍ମଣିଆ ଲୋକ ତମେ ଶ୍ଲୋକ ତମ ତୁଣ୍ଡରେ ଭଲରେ ହବା କଥା। ତମେ ଏମିତି ତାକୁ ତାଚ୍ଛଲ୍ୟ କରି ବୋଲିଲା ଭଳିଆ ବୋଲୁଛ
ତାହା ଅତ୍ୟନ୍ତ କଦର୍ଯ୍ୟ ହଉଛି। ତମ ପାଲା ତମେ କେତେବେଳେ ଶୁଣିଲଣି? ଶାଶ୍ୱତ ବହୁତ ପାଲା ଛାଡ଼ିଛି, ଶୁଣୁନ ସେ ପାଲାକୁ। ତମେ ଭଲ ଗାୟକ ଭାଇନା, ତମର ସ୍ୱର ଅଛି, ଗୀତର ଯେମିତି ଛନ୍ଦ, ଶ୍ଲୋକର ସେମିତି ଛନ୍ଦ ଅଛି। ଛନ୍ଦରେ ବୋଲ। ଅସ୍ତୁତର ଦିଶି ଦେବତା ନାମ ନଗାଧିରାଜ ବାପର ତୋୟ ନିଧି ବଗାୟ ହିତ ପୃଥିବ୍ୟମ୍ ଇବ ମାନଦଣ୍ଡ। ଅସ୍ତୁ ଉତ୍ତରସ୍ୟ ଦିଶି ଦେବତାତ୍ମା ହିମାଳୟ ନାମମ୍ ନଗାଧିରାଜ। ହିମାଳୟ ରୂପକ ନଗ ଅଧିରାଜ ପାହାଡ ଠାରୁ ଜନ୍ମ ହେଇଛନ୍ତି ଆପଣ ମାନଙ୍କର କିଏ? ନା ମା ପାର୍ବତୀ। ପବିତ୍ର ବଂଶ ଉତ୍ପନ୍ନ ବୋଲି ତାଙ୍କ ନାଁ ପାର୍ବତୀ। ତାହେଲେ ଜ୍ଞାନୀ ମଣ୍ଡଳୀ, ପାହାଡ ଗୋଟିଏ ପୁଅ ଏ ଝିଅ ଜନ୍ମ ଦେଇଛି, ନଦୀ ଗୋଟା ପୁଅ ଜନ୍ମ ଦେଲା। ସେ ନଦୀ କିଏ? ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ। ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ ଭୁବନ ତାରିଣୀ ତରଳ ତରଙ୍ଗେ। ଭୁବନ ତାରିଣୀ ତରଳ ତରଙ୍ଗେ। ଶଙ୍କର ମୌଳି ବିହରିଣୀ ବିମଳେ। ଶଙ୍କର ମୌଳି ବିହରିଣୀ ବିମଳେ। ଭଗବତୀ ରାସ୍ତା ତବ ପଦ କମଳେ। ଭଗବତୀ ରାସ୍ତା। ଜ୍ଞାନୀ ମଣ୍ଡଳୀ, ସେ ନଦୀ ହଉଛନ୍ତି ପବିତ୍ର ପୁଣ୍ୟତୋୟା ପତିତ ପାବେନି ଗଙ୍ଗା। ଗଙ୍ଗା ଗଙ୍ଗାର ନଦୀରୁ ଜନ୍ମ ହେଲେ କିଏ? ଯାହାଙ୍କ ନାମ ହଉଛି ଗାଙ୍ଗେୟ। ଦେବବ୍ରତ। ପରବର୍ତ୍ତୀ ପର୍ଯ୍ୟାୟରେ ସେଇ ପୁଅ ନାମ ହଉଛି ଭୀଷ୍ମ ଦେବ। ସୀତା 4 ଜଣ। ଖାଲି ମନ ପକେଇଦବା ପାଇଁ ଏତେ କଥା। ତମେ ରାମାୟଣ ବୋଲିକି ଆମକୁ ତମେ ହାଇଲାଇଟ ଦେଖଉଛ। ଦିନ ବେଳା ଲଣ୍ଠନ ଧରିକି ବୁଲିବା ଲୋକ ତମେ। ରାତିରେ କିଏ ଲଣ୍ଠନ ଧରୁଛି ନା ଦିନରେ ତମକୁ ଦେଖାଉନି ଲଣ୍ଠନ ଧରୁଛ? ଆଜି ଖାଇବ କଣ? ତମକୁ ସେଠି ବସେଇ ଉଠେଇ ଦେବିନି। କାଲି ମତେ କହିଛ କଉଡି ଖଣି ଯାଏ ଲମ୍ବିବ। ଆଜି ଶ୍ରୀମନ୍ତପୁର ଯିବ କଥା। ରେ ଜନକ ରାଜ ନନ୍ଦିନୀ ସୀତା କୋଉଠୁ କୋଉ ଯାଏ? ସୀତା ଜନ୍ମରୁ ବିବାହ ହୋଇ ବନବାସ ହେଇ ଯୋଉ ଯାଏ ଚୋରି ହବା ପାଇଁ ଗଲେ। ରାବଣ ଯୋଉ ସୀତାକୁ ଯେ ନେଲା, ସତ ସୀତା ସେ ନୁହନ୍ତି। ସୀତା ପରା ପଣ୍ଡିତ ମଣ୍ଡଳୀ ଛାୟା ସୀତା ଯେ ବୋଲାନ୍ତି। ରାବଣ ଯୋଉ ସୀତାଙ୍କୁ ନେଲା, ଇଏ ହେଲେ କାୟା ସୀତା। କିଏ? ଜନକଙ୍କର ଝିଅ ହେଲା କାୟା ସୀତା। ରାବଣ ଯୋଉ ସୀତାଙ୍କୁ ନେଲା ତାଙ୍କ ନାଁ ହଉଛି ଛାୟା ସୀତା। ଆପଣ ମାନେ ଏଯାବତ ଶୁଣୁଥିଲେ ଯୋଉ ହେମ ହରିଣୀ କଥା ବୋଲା ହେଲା। ମୁଁ ତ କହିବି ରାମାୟଣ, ସେଇଠି ଗୋଟେ ପଦ ଲେଖା ହେଇଛି। କଣ? ଭାଇନା ଅବଶ୍ୟ କଥାଟା କହୁଥିଲେ, କିନ୍ତୁ ପ୍ରମାଣ ଯୋଗେଇଲା ବାଲା ଇଏ ଗାୟକ ନୁହଁ ଆଜ୍ଞା। ସୀତା ରାବଣ ସାଙ୍ଗରେ ପଳେଇଛନ୍ତି। ଇଏ ପଦ ଲେଖା ହେଇଛି କୋଉଠି? ମଉସା ବିଚିତ୍ର ରାମାୟଣ। କବି ହେଲେ ବିଶ୍ୱନାଥ ଖୁଣ୍ଟିଆ। ବୋଲୁଛି ଭାଇନା ଶୁଣ, କେତେବେଳେ ତମ କାମରେ ପଡିବ। ପଦଟା କୋଉଠି ଅଛି ତମେ ବୋଲି କହିପାରୁନ, ଖାଲି କହିଲ ଯେ ରାମ କହୁଛନ୍ତି ସୀତା ପଳେଇଲା ଗୋଟା ପରପୁରୁଷ ସାଙ୍ଗରେ। ପରପୁରୁଷ କହିବା ଉଚିତ ହେଇନାହିଁ। ନା ପରପୁରୁଷ ହବନି। ସୀତା ଜାଣିଛନ୍ତି ଇଏ କିଏ? ରାମ ଜାଣିଛନ୍ତି ଇଏ କିଏ? ସାରେ ଜାଣିଥିଲେ ତ ପଳେଇଲେ କେମିତି? ୟାଙ୍କର ପୂର୍ବରୁ କଥା ଅଛି। କଣ ପୂର୍ବରୁ କଥା? ଇଏ ରାବଣ କିଏ? ଦେଖିବା। ରାବଣ ବଡ ରାକ୍ଷସ। ଏଇ ତ ଖୋଜୁ ଖୋଜୁ 12ଟା ହେଲାଣି, ଆଉ ଆପଣ ବସିବେ ଟି। ରାବଣ ନିଜେ କହିଲା, ବୈଦେଶ ବିଳାସ କବି ସମ୍ରାଟ ଭଞ୍ଜ କହିଲା, ବୈକୁଣ୍ଠ ନ ମାନୁ ଆମ୍ଭେ ବୈକୁଣ୍ଠେ
ହଉଛି ଜୟ, ଜୟ କୁମ୍ଭକର୍ଣ୍ଣ ହଉଛି ବିଜୟ। ବିଜୟ ୟାଙ୍କ ଘର ବୈକୁଣ୍ଠରେ। ବୈକୁଣ୍ଠରେ ମା କଥା ନ ମାନି ବାରୁ ବାରୁ କୋଉ ମା? ଉମା ଲକ୍ଷ୍ମୀଙ୍କ କଥା। ଲକ୍ଷ୍ମୀ ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀ ହରିପ୍ରିୟା ଇନ୍ଦିରା ଲୋକମାତା ରାଧି ତନୟା। ପାଲା ବାଲା କହିଲେ ମୁଁ ଶ୍ଲୋକ ବୋଲିବି। ଆ ଶ୍ଲୋକ ବୋଲିବେ କଣ ଖାଲି ଶୋକ କରୁଛନ୍ତି ଆଉ ଖାଇଲେ ପିଇଲେ ତ ର ଇଏ ଲକ୍ଷ୍ମୀ କି ଅବମାନନା କରିବାରୁ ମା ଲକ୍ଷ୍ମୀ ଅଭିଶାପ ଦେଇଥିଲେ। ହଁ ହଁ କଣ କହିଲେ? କଣ? କହିଲେ ତମେ ନିଚ ଯୋନିରେ ଜନ୍ମ ହୁଅ। ହଁ ହଁ ଇଏ ଭଗବାନଙ୍କ ପାଖରେ ପ୍ରାର୍ଥନା କଲେ। କଥାଟା ଅଳ୍ପ କିଏ କହୁଛି। ହଁ। ପ୍ରଭୁ କହିଥିଲେ ହଁ। ଏଇ ମା କୁ ହରଣ କଲେ କଲେ ତମର ମୁକ୍ତି ହବ। ହବ। ସତ୍ୟ ଯୁଗେ ପରା ହିରଣ୍ୟକଶିପୁ ହିରଣାକ୍ଷ ଏ ହୋଇଲେ। ତ୍ରେତୟା ଯୁଗରେ ରାବଣ ଆଉ ଯେ କୁମ୍ଭକର୍ଣ୍ଣ ହୋଇଥିଲେ। ସତ୍ୟ ଯୁଗରେ ହିରଣାକ୍ଷ ହିରଣ୍ୟକଶିପୁ, ବାହ ତ୍ରେତୟାରେ ରାବଣ କୁମ୍ଭକର୍ଣ୍ଣ, କର୍ଣ୍ଣ। ଦ୍ୱାପର ଯୁଗରେ ଶିଶୁପାଳ ଦନ୍ତ ବକ୍ର। ବକ୍ର ଏମିତିଆ ବୋଲିବ ତମର ତ ତର୍ଜମା ନାହିଁ ପାଲାରେ ଆଉ। ନା ର ସଜନ ମୁଁ କାହିଁ ଏ କଥା କହୁଥିଲି? କାହିଁକି? ରାବଣ ଜାଣିଛି ଏ ସୀତା ହଉଛନ୍ତି ମୋ ମା ଲକ୍ଷ୍ମୀ। ହଁ ସୀତା ରାମ ଜାଣିଛନ୍ତି ଇଏ ହଉଛନ୍ତି ଆପଣ ମାନଙ୍କର ଜୟ ଜୟ। ହଁ ଜାଣିକରି ଏ ଘଟଣା ଘଟିଛି। ବାସ୍ ପ୍ରଭୁଙ୍କୁ କୋଉଠୁ ମାୟା ଧରିଲା ହଁ। ତା ପରବର୍ତ୍ତୀ ପର୍ଯ୍ୟାୟରେ ଆପଣ ମାନଙ୍କୁ ନେବି। ଚାଲ ର ସଜନ ଆଜ୍ଞା ଯୋଉ ସୀତାଙ୍କୁ ରାବଣ ନେଲା ନେଲା ପ୍ରକୃତ ସୀତା ଅଗ୍ନିରେ ରହିଲେ। ରହିଲେ ଛାୟା ସୀତାକୁ ନେଲା ରାବଣ। ରାବଣ ନେଲା ନେଲା କୋଉ ଯାଏ? କୋଉ ଯାଏ? ମଝିରେ ଆଉ ଗୋଟା ସୀତା ଆସିଲେ। ମଝିରେ ପୁଣି ଆସିଲେ କୋଉ ସୀତା? ତାଙ୍କ ନାଁ ହଉଛି ମାୟା ସୀତା। ମାୟା ସୀତା କେତେଟା ସୀତା ସାର୍ ପାଇଲେ? ତିନି କାୟା ସୀତା, ଛାୟା ସୀତା, ମାୟା ସୀତା। ତିନି ହେଲେ। ମାୟା ସୀତାକୁ ଯେ ଇନ୍ଦ୍ରଜିତ ପରା ହାଣି ଦେଲା ଟିବ। ଶେଷରେ ପଣ୍ଡିତ ମଣ୍ଡଳୀ ସ୍ୱର୍ଣ୍ଣ ସୀତା ଶେଷରେ ବିସର୍ଜନ ହେଇଥିବା ମା ସୀତାଙ୍କ ପାଇଁ ପାଇଁ ବାମାଙ୍ଗରେ ବସିବେ ଅଶ୍ୱମେଧ ଯଜ୍ଞ ହବ। ହବ ଗୁରୁଙ୍କ କଥାରେ ସୁବର୍ଣ୍ଣ ସୀତା ତିଆର କରାଯାଇଛି। ତାହେଲେ ସାର୍ ମାନେ ବରଣ୍ୟ ପଣ୍ଡିତ କେତେ ସୀତା ହେଲେ? 4 ଜଣ ସୀତା ନୁହଁ ହଁ ର ବାବୁରେ ଆଜ୍ଞା ସେଇ ରାମ ଠାକୁର ହଁ। ଆଉ ସୀତା ହଁ କହୁଥିଲି କଥାଟା ଇଆଡେ ଆଡେ ପଳେଇ ଆସି। ଆଜ୍ଞା ଆଜ୍ଞା 5 ଜଣଙ୍କୁ ନେଇକିରି ଆଜ୍ଞା ରାମାୟଣ। 5 ଜଣ ସାରେ ଆମ ଗାଁରେ ତ ରାମଲୀଳା ହଉଛି ମିନିମମ୍ 50 ଲୋକ ଆବଶ୍ୟକ ହଉଛି। ମାତ୍ର 5 ଜଣ ହେଲେ ରାମାୟଣ ହବ ଜ୍ଞାନୀ ମଣ୍ଡଳୀ। ସାରେ ସେ 5 ଜଣ ପାଠ କରିବା ବାଲା କିଏ କିଏ? ପଣ୍ଡିତ ଦିଗମ୍ବର ପରିଡ଼ାଙ୍କର ପଦଟା ଆପଣଙ୍କ ଆଗରେ ବୁଲି ବୁଲି କହିଥିଲି। ହଁ ହଁ ମନେ ପକାନ୍ତୁ। ବାହ କଲା ରାମ ପରି ରାଜା ସୀତା ପରି ଭାଜା ଭାଇନା ମୁଣ୍ଡ ଖରାପ କରିଦବ ଆଜି ପାଲା ତମର। ରାମ ପରି ରାଜା କେତେ ରାଜା ଆସିଲେଣି କେତେ ଗଲେଣି କିନ୍ତୁ ଆଜି ଲୋକ ମୁଖରେ ମୋ ମଉସା ମାନେ ମୋ ଜ୍ଞାନୀ ମାନେ ସାଧୁ ମାନେ କହୁଛନ୍ତି କୋଉ ଦିନ ରାମ ରାଜ୍ୟ ଆସିବ। ଆସିବ ରାମ ପରି ରାଜା ରାଜା ସୀତା ପରି ଭାର୍ଯ୍ୟା। ଭାର୍ଯ୍ୟା ଭାରତ ବର୍ଷରେ ସ୍ୱର୍ଣ୍ଣ ପ୍ରସୁ ଭାରତ ବର୍ଷରେ ହଁ ଅନେକ ମା ଜନ୍ମ ହେଇଛନ୍ତି ଅନେକ ଝିଅ ଜନ୍ମ ହେଇଛନ୍ତି ହଁ କିନ୍ତୁ ମା ସୀତାଙ୍କ ପରି ଝିଅ ଏ ଯାବତ ଜନ୍ମ ହେଇନାହାନ୍ତି। ନା ଶ୍ଲୋକ ନଳ ରାଜା
ଶ୍ଲୋକ ଜନାର୍ଦ୍ଦନ ପୁଣ୍ୟ ଶ୍ଲୋକ ଯୁଧିଷ୍ଠିର ପୁଣ୍ୟ ଶ୍ଲୋକା ଚ ବୈଦେହୀ ଜ୍ଞାନୀ ମଣ୍ଡଳୀ ଯେତିକି ଆପଣ ଶୁଣୁଛନ୍ତି ପୁଣ୍ୟ ଶ୍ଲୋକା ହଉଛନ୍ତି ମା ବୈଦେହୀ ବାଃ ପୁଣ୍ୟ ଶ୍ଲୋକ ଭଗବାନ ରାମ ନୁହନ୍ତି ଜ୍ଞାନୀ ମଣ୍ଡଳୀ ତାହେଲେ ସୀତା ବଡ ନା ରାମ ବଡ ରାମ ବଡ ଗେଡରେ ଆଜ୍ଞା। ତାହେଲେ ସୀତାଙ୍କୁ କାହିଁକି ପୁଣ୍ୟ ଶ୍ଲୋକ କୁହାଗଲା ସେ ନାରୀ ଭିତରେ ଟିକେ ଅଗ୍ରଣୀ ଥିଲେ ବୋଲି ଆଉ ରରେ ସୀତା ଅନ୍ୟ ନାମ ହଉଛି ସହିଷ୍ଣୁତା ହଁ ହଁ ଯେତିକି ମା ଭଉଣୀ ମାନେ ଅଛ ପାଲାର ଶୁଣ ଆଉ ସହିଷ୍ଣୁ ହୁଅ ଆଉ? ସହିବା ଶିଖ ହଁ। ନାରୀର କର୍ତ୍ତବ୍ୟ କଣ କଣ